ନମସ୍କାର। ଆସନ୍ତୁ ଆଜି ଆମେ +2 ସେକେଣ୍ଡ ଇୟର୍ର ଗୋଟିଏ ଗଳ୍ପ ଶୁଣିବା। ଗଳ୍ପଟିର ନାଁ ହେଉଛି ପକ୍ଷାଘାତ। ଗାଳ୍ପିକ ହେଉଛନ୍ତି ବାମାଚରଣ ମିତ୍ର। ତାଙ୍କର ଲେଖା ସମସ୍ତଙ୍କ ହୃଦୟକୁ ଛୁଇଁବ ବୋଲି ଆଶା କରୁଛି, ଆଉ ସମାଜକୁ କିଛି ଶିକ୍ଷା ମିଳିବ ବୋଲି ଆଶା କରୁଛି। ହଁ, ସତରେ ମିଳିବ, ଶିକ୍ଷା ତ ନିହାତି ମିଳିବ। ତେଣୁ ଆସନ୍ତୁ ଏହି ପାଠଟି ଆରମ୍ଭ କରିବା, ପଢ଼ିବା। ଦୁର୍ଯ୍ୟୋଧନ ବାବୁ ବର୍ତ୍ତମାନ ସବୁବେଳେ ବାହାର ବାରଣ୍ଡାରେ ପଡ଼ିଥିବା ଖଟ ଉପରେ କାନ୍ଥକୁ ଡେରି ପଡ଼ିଥାନ୍ତି। ପିଠିଆଡ଼େ ତାଙ୍କର ଗୋଟାଏ ତେଲ ଚିକିଟା ତକିଆ ତଳେ। ବଳ ବଳ କରି ଆକାଶକୁ ଚାହିଁ ସେ ପାନ ପାକୁଳି କରୁଥାନ୍ତି। ହଉ ଛାଡ଼, ବହି କଥା ତ ଦେଇଛି ଯାହା ଦେଇଛି, କିନ୍ତୁ ମୁଁ କହୁଛି ଶୁଣନ୍ତୁ। ଦେଖ, ଦୁର୍ଯ୍ୟୋଧନ ବାବୁ ବୋଲି ଜଣେ ଅଫିସର ଥିଲେ, ଯିଏକି ତାଙ୍କ ଚାକିରି ଜୀବନରେ ବହୁ ମାନ ସମ୍ମାନ ଅର୍ଜନ କରିଥିଲେ, ଆଉ ଲୋକଙ୍କୁ ବହୁ ଖରାପ କହିବାକୁ ତ କହିହେବନି, କିନ୍ତୁ ସେ ଅନୀତି ସବୁ ଅବଲମ୍ବନ କରୁଥିଲେ। ଯେମିତିକି ସେ ଘରେ ପରିବାର ସହ ମିଶି ମଦ୍ୟପାନ ପିଇବାକୁ ପ୍ରଶ୍ରୟ ଦେଇଥିଲେ, ଆଉ ସେ ତାଙ୍କ ଝିଅ ବୟସର ଗୋଟିଏ ଝିଅକୁ ସେ ବିବାହ କରିଥିଲେ। ଆଉ ସେ ଝିଅଟିଏ ଗାଉଁଲି ଥିଲେ, କିନ୍ତୁ ସେ ଗାଉଁଲି ମଫସଲି ଝିଅଟିକୁ ସେ ଜଣେ ସହରୀ ଝିଅ ପରି ତାଙ୍କୁ ସଜେଇଥିଲେ, ନୂତନ କରି ସୃଷ୍ଟି କରିଥିଲେ। ସେ ଝିଅଟି ଅତି ଲଜ୍ଜାବତୀ ଥିଲା। ସେ ତାଙ୍କୁ ନବ୍ୟ କରିଥିଲେ ତାଙ୍କ ସମ୍ପୂର୍ଣ୍ଣ ଶରୀରରେ, ସମ୍ପୂର୍ଣ୍ଣ ଜୀବନରେ। ତାଙ୍କୁ କେବେ ତାଙ୍କ ପୁଅ ଝିଅର ମା' ପରି ରଖିନଥିଲେ, ତାଙ୍କୁ ସର୍ବଦା ତାଙ୍କ ସ୍ତ୍ରୀ ପରି ରଖୁଥିଲେ। ତେଣୁ ଯେତେବେଳେ ସେ ତାଙ୍କର ଚାକିରି ସରିଯାଇଛି, ଆଉ ସେ ପେନ୍ସନ୍ ନେଇଛନ୍ତି, ପେନ୍ସନ୍ ନେବାର କିଛି ଦିନ ପରେ ତାଙ୍କର ରିଟାୟାର ହେଇଛି, ଆଉ ରିଟାୟାର ପରେ ସେ ଯାଇଛନ୍ତି ତାଙ୍କ ସେଇ ଅଫିସ୍କୁ ବୁଲିବା ପାଇଁ। ବୁଲି ଯାଇଛନ୍ତି, ଆଉ ଦେଖୁଛନ୍ତି ଯେ ତାଙ୍କର ସେଇ ଅଫିସ୍ରେ କାମ କରୁଥିବା କର୍ମଚାରୀମାନେ ତାଙ୍କୁ କେହି ଟିକେ ମଧ୍ୟ ସମ୍ମାନ ଦେଉନାହାନ୍ତି, ଦେଖିବି ଅଣଦେଖା କରୁଛନ୍ତି, ଯେମିତିକି ତାଙ୍କୁ କିଏ ଚିହ୍ନି ନାହାନ୍ତି ସେହିପରି ବ୍ୟବହାର ଦେଉଛନ୍ତି। ତ ତାଙ୍କୁ ସେଇ ବ୍ୟବହାର ବହୁତ ଖରାପ ଲାଗିଲା, ତାଙ୍କ ହୃଦୟକୁ ବହୁତ ବାଧା ସୃଷ୍ଟି ହେଲା, ବହୁତ ଖରାପ ଲାଗିଲା। ତାଙ୍କର ଯିଏ 2 ଜଣ ପ୍ରିୟ ଥିଲେ, ପିଅନ ଅଇଁଠି ସାହୁ ଆଉ ନିଧି ମଲ୍ଲିକ, ସେମାନଙ୍କର ମଧ୍ୟ କିଛି ବି ନଥିଲା। ସେମାନେ ବି ଆଗ ଦେଖୁଥିଲେ, ସେଲୁଟ ମାରୁଥିଲେ। ଏବେ ଯେତେବେଳେ ସେ ରିଟାୟାର ହୋଇସାରିଲା ପରେ ଯାଇଛନ୍ତି, ତାଙ୍କୁ ଦେଖୁଛନ୍ତି ସେମାନେ ଆଉ ଯେମିତି ପୁରା କିଏ ବି ଦେଖିନାହାନ୍ତି, ଅଚିହ୍ନା ମଣିଷଟିଏ ପରି ଦେଖୁଛନ୍ତି। ତ ତାହା ତାଙ୍କୁ ବହୁତ କଷ୍ଟ ଦେଇଛି। ସେ ଘରକୁ ଫେରିଆସି ସେହି କଥା ବାରମ୍ବାର ମନରେ ଭାବି ବେଳା ସମୟରେ, ଦ୍ୱିପହର ସମୟରେ ସେ ଯାଉଥିଲେ ବାହାରକୁ, ଆଉ ଗଲାବେଳେ ତାଙ୍କ ଗୋଡ଼ ଖସିଗଲା, ଆଉ ସେ ପଡ଼ିଗଲେ। ତାପରେ ସେ ଉଠିବା ପାଇଁ ବହୁତ ଚେଷ୍ଟା କଲେ, ଚିତ୍କାର କରି କାହାକୁ ଡାକିବା ପାଇଁ ପାଟି ଖୋଲି ବହୁତ ଚେଷ୍ଟା କଲେ, କିନ୍ତୁ ତାଙ୍କ ପାଟି ଫିଟିଲା ନାହିଁ, ସେ କାହାକୁ ଡାକି ପାରିଲେ ନାହିଁ। ହାତ ଉପରକୁ ଉଠାଇବାକୁ ଚେଷ୍ଟା କଲେ, କିନ୍ତୁ ହାତ ବି ଉଠିଲାନି। ଗୋଡ଼ ଟେକି ଚାଲିବା ପାଇଁ ଚେଷ୍ଟା କଲେ, କିନ୍ତୁ ଗୋଡ଼ ବି ଉଠିଲା ନାହିଁ। ତାପରେ ସେ ଜାଣିପାରିଲେ କି ତାଙ୍କୁ ପକ୍ଷାଘାତ ରୋଗ ଆକ୍ରମଣ କରିଛି ବୋଲି। ତାପରେ ତ ତାଙ୍କର ଆଉ କିଛି ନାହିଁ, ଯେମିତିକି ଅସ୍ତିତ୍ୱ ହିଁ ନାହିଁ। ସେ ସବୁବେଳେ ବାରି ବାରଣ୍ଡାରେ ଗୁହାଳ ମୁଣ୍ଡେ ଛିଣ୍ଡା ଖଟରେ ବସି ରହୁଥିଲେ, ଶୋଇ ରହୁଥିଲେ। ଆଉ ସବୁବେଳେ ସେ ଖୋଲା ଆକାଶକୁ ଆଖି ବଳବଳ କରି ଚାହୁଁଥିଲେ। ରାସ୍ତାରେ ଗଲାବେଳେ କେହି ଯଦି ତାଙ୍କୁ ଦେଖିବେ, ତାହେଲେ ଆସି ତାଙ୍କ ଛିଣ୍ଡା ତକିଆଟିକୁ ସଜାଡ଼ି ଦେଇ ଯାଉଥିଲେ, ତ କେହି ଆସି ପାନ ଖଣ୍ଡେ ପାଟିରେ ପକାଇ ଦେଇ ଯାଉଥିଲେ। ଏମିତି ତାଙ୍କର ଦିନ କଟୁଥିଲା।
ତାଙ୍କ ସ୍ତ୍ରୀ କେବେ ହେଲେ ତାଙ୍କୁ ଦେଖୁନଥିଲେ କି ପୁଅ ଝିଅ ବି ଦେଖୁନଥିଲେ। ଏଡ଼େ ବଡ଼ ଘରରେ ଏକୁଟିଆ ସେ ସବୁବେଳେ ପଡ଼ି ରହୁଥିଲେ। ତାଙ୍କ ସ୍ତ୍ରୀ ସବୁବେଳେ ରାତି ଅଧରେ ଫେରୁଥିଲେ। ତାଙ୍କ ବଡ଼ ପୁଅ ନେତା ସେ ସବୁବେଳେ ବାହାରେ ରହୁଥିଲେ। ଆଉ ତାଙ୍କ ମଝିଆ ପୁଅ ଥିଲେ ମଦ୍ୟପ, ସେ ମଧ୍ୟ ସବୁବେଳେ ବାହାରେ ରହୁଥିଲେ। ଆଉ ତାଙ୍କର ତୃତୀୟ ପୁଅ ଥିଲେ ସନ୍ନ୍ୟାସୀ। ଦିନେ ତାଙ୍କୁ ଦେଖିବା ପାଇଁ ତାଙ୍କ ବଡ଼ ପୁଅ ଆସିଲେ। ସାଙ୍ଗରେ କ୍ୟାମେରା ନେଇକି ଆସିଥିଲେ। ବାପାଙ୍କୁ ଗୋଡ଼ ହାତ ଚିପି ଦେଉଥିବା ସମୟରେ ସେପଟେ କ୍ୟାମେରା ବାଲାଙ୍କୁ କହିଲେ କି ଫଟୋ ଉଠାଅ ବୋଲି। ତାପରେ ଫଟୋ ଉଠାଇ ସାରିବା ପରେ ସେ ଧୀରେ ଚାଲିଗଲେ। ତାପରେ ମନେ ମନେ ଦୁର୍ଯ୍ୟୋଧନ ବାବୁ ଭାବିଲେ କି ଓଃ, ଏଇ ବୋଧେ ପିତୃତ୍ୱର ପ୍ରମାଣ ନେବା ପାଇଁ ଆସିଥିଲା। ବଡ଼ ପୁଅ ନେତା ହେବା ପାଇଁ ଆଗେଇ ଚାଲିଛି ତ ବୋଲି ସେ କହିଥିଲେ। ତାପରେ ଦ୍ୱିତୀୟରେ ତାଙ୍କ ମଝିଆ ପୁଅ ଆସିଲେ। ମଦ ବୋତଲ ନେଇ ହଲି ହଲି ଆସି କହିଲେ, ବାପା ନବ କି ଢୋକେ? ମୁଁ ବେଶୀ ପିଇନି, କମ୍ ପିଇଛି। ନବ କି ଢୋକେ ବୋଲି ମଦ ଯାଚିବା ପାଇଁ ମଦ୍ୟପ ପୁଅ, ମଝିଆ ପୁଅ ମଦ୍ୟପ, ସେ ଆସି ମଦ ଯାଚୁଥିଲେ। ତାପରେ ଶେଷରେ ତାଙ୍କର ତୃତୀୟ ପୁଅ ସନ୍ନ୍ୟାସୀ ଯିଏ ହୋଇଯାଇଛନ୍ତି ସେ ଆସିଲେ। ତାଙ୍କୁ ଦେଖି କହିଲେ, ମୁଁ ଜାଣିପାରୁଛି ବାପା, ଆପଣ ମନେ ମନେ ଏବେ କ'ଣ ଭାବୁଥିବେ ମୁଁ ସବୁ ଜାଣୁଛି। କହି ଆସିଲେ ଆଉ ତାଙ୍କୁ ବହୁତ ଅନେକ କଥା, ମିଠା କଥା ସବୁ କହିଲେ। ତାଙ୍କର ସେବା ଯତ୍ନ କଲେ ଆଉ ସେ ଚାଲିଗଲେ। ତାଙ୍କର ହୃଦୟକୁ ମନକୁ ବୁଝିଲା ପରି ସବୁ କଥାବାର୍ତ୍ତା କହି ସେ ଗଲେ। ତାପରେ ସେ ଦୁର୍ଯ୍ୟୋଧନ ବାବୁ କହୁଛନ୍ତି କି ଏଇସବୁ ମୋର ହିଁ ରୂପ ସବୁ। ମୋ ଜୀବନ କାଳ ଭିତରେ ମୁଁ ଯାହା ସବୁ କରିଥିଲି ଏହା ହିଁ ମୋ ପୁତ୍ରମାନଙ୍କ ମାଧ୍ୟମରେ ମୁଁ ଦେଖିବାକୁ ପାଉଛି ବୋଲି କହିଲେ। ତାପରେ ସେ କହିଛନ୍ତି କି ତାହେଲେ ମୋ ଭିତରେ ଏଇ ମୋ ସାନ ପୁଅର ଯେଉଁ ଗୁଣ ଅଛି, ସାନ ପୁଅ ଉପରେ ଯେଉଁ ଗୁଣ ଅଛି, ତାହା ମଧ୍ୟ ମୋ ଭିତରେ କିଛି ଲୁକାୟିତ ଗୁଣ ଥିଲା କି ଯାହା ମୁଁ ଜାଣିପାରିନଥିଲି ବୋଲି ସେ କହିଲେ। ଆଉ ନିଜକୁ ହିଁ ନିନ୍ଦୁଥିଲେ। ତ ଏଥିରୁ ଏତିକି ଶିକ୍ଷା ମିଳେ ଯେ ଆମେ କେବେ ହେଲେ କାହା ପ୍ରତି କିଛି ଅନ୍ୟାୟ କରିବା ନାହିଁ। ଯେତେ ଦିନ ଜୀବନ ଅଛି ସେତେ ଦିନ ଯାଏ ଆମେ ସମସ୍ତଙ୍କ ସହ ଭଲ ବ୍ୟବହାର କରିବା ଆଉ ଭଲରେ ମିଶିକି ରହିବା। ଧନ୍ୟବାଦ।